ହାତୀଙ୍କ ତାଣ୍ଡବ ଲୀଳା ଜାରି ରହିଛି। 3 ଘର ପୁଣି ଭାଙ୍ଗିଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମୁସାଖୋରୀ ଗ୍ରାମ ପଞ୍ଚାୟତର ମାଣ୍ଡୁଆ ସାହିରେ ରାତିରେ ହାତୀ ପଲ ପଶି 3ଟି ଘର ଭାଙ୍ଗି ଦେଇଥିବା ଖବର ଆସିଛି। ଏବେ ପାଟଣା ରେଞ୍ଜର ଏହି ଅଞ୍ଚଳରେ ଏକ 17 ଟିକିଆ ହାତୀ ପଲ ରହିଛନ୍ତି। ରାତି ହେଲେ ଏମାନେ ବେଶୀ ସକ୍ରିୟ ହୋଇ ଗାଁ ଭିତରକୁ ପ୍ରବେଶ କରୁଛନ୍ତି। ସୂଚନା ମିଳିଛି କି ମାଣ୍ଡୁଆ ସାହିର ସୁନିଆ ମୁଣ୍ଡା, ଦାଶରଥୀ ମୁଣ୍ଡା, ଟିକୁନ ମୁଣ୍ଡାଙ୍କ ଘର ହାତୀ ଭାଙ୍ଗି ଦେଇଛି। କାନ୍ଥ ଭାଙ୍ଗି ଘରରୁ ହାଣ୍ଡି, ଡେକିଚି, ଗାରିଆ ଆଦି ଆସବାବପତ୍ର ନଷ୍ଟ କରିଦେଇଛନ୍ତି। ଗରିବ ଲୋକଙ୍କ ଘର ଭାଙ୍ଗି ହାତୀମାନେ ସମ୍ପତ୍ତି ନଷ୍ଟ କରୁଥିବାରୁ ସ୍ଥାନୀୟ ଲୋକେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ବନ ବିଭାଗ କର୍ମଚାରୀ ହାତୀକୁ ରାତିରେ ଜଙ୍ଗଲକୁ ଘୋଡ଼ାଇ ଦେବାକୁ ସେମାନେ ଦାବି କରିଛନ୍ତି। ଏବେ ହାତୀପଲ ପାଖ ଚିନାମାଳି ପଶି ତଣ୍ଡିଆ ସାହି ଜଙ୍ଗଲରେ ରହୁଛନ୍ତି। ରାତି ହେଲେ ପୁଣି ବାହାରି କାହାରି ଘର ଭାଙ୍ଗିବାର ସମ୍ଭାବନା ରହିଛି ବୋଲି ଲୋକେ ଆଶଙ୍କା କରିଛନ୍ତି। କେନ୍ଦୁଝର ଜିଲ୍ଲା ପାଟଣାରୁ ଦଶରଥ ବାରିକଙ୍କ ରିପୋର୍ଟ, ବ୍ଲାକେଟ୍ ନ୍ୟୁଜ୍ ଓଡ଼ିଆ।